राधेश्याम। तो फ्रेंड्स आज किसी नुआ ज्ञान सहित निहित्य ध्रात राष्ट्रान का प्रीति सार्जनार्धन पाप मेवाश्रय दस्तान हत्ये ताना तदा इ नह। हे जनार्दन, द्रुत राष्ट्रଙ୍କ पुत्र मानकु मारिदेले आमकु कि सुख मिलिब, बरम आतताई मानकु मारिले आमकु पाप लागिब। एठी अर्जुन कहउछंती हे जनार्दन, जे द्रुत राष्ट्रଙ୍କ पुत्र मानकु मारिले आमकु कि सुख मिलिब, आमकु तो आतताई पाप लागिब। जे आमे मारिचंती बोली आमकु पाप लागिब ना, काहेकि आमे मारिबा। अर्जुन कहउछंती हे जनार्दन हृषिकेश, युद्धरे नाही मोर आस, कौरव गणे नाश कले पाप लागिब मते भले। हुअन्तु सेहि आतताई, यांक विनाशे पुण्य नाही। सकल अटंती सदर, युद्धरे इच्छा नाही मोर, विनाशी कि सुख मिलिब, जणे भी सदर नथिब। कहउजंती हे प्रभु, हे जनार्दन हृषिकेश, कौरव गण को नाश कले आमको पाप लागिबो, कि आतताई मानकु विनाश कले कौनसी पुण्य मिलिबो नाही। जे समस्ते आमर सदर अटंती, समस्ते आमर मित्र अटंती, ए युद्ध करिबा पई मोर इच्छा नाही। विनाश कि सुख मिलिबो, विनाशर कि सुख थाए, कि सुख मिलिबो, जे जणे भी सदर नथिबो कि सुख मिलिबो। एमिति अर्जुन कहिबारे लागिचंती। तस्मानाहा वय हन्तु धात्र राष्ट्रान् स्वबान्धवान् स्वजन हि कथ हत्वा सुखिन श्याम माधव। हे माधव, এই আত্মীয় ଦୁର୍ଯ୍ୟୋଧନ ଆଦି କୌରବ ମାନଙ୍କୁ ମାରିବା ଉଚିତ ହେବ ନାହିଁ। କାରଣ ନିଜ କୁଟୁମ୍ବ ଲୋକଙ୍କୁ ମାରି ଆମେ କିପରି ସୁଖ ହେବୁ। ଯେ କହୁଛନ୍ତି ଏଇ ଆତ୍ମୀୟ ଲୋକମାନଙ୍କୁ, ଏଇ ଦୁର୍ଯ୍ୟୋଧନକୁ, ସେମାନେ ତ ଆମ ନିଜର ଆତ୍ମୀୟ ନା, ସେମାନଙ୍କୁ ମାରିବା କ'ଣ ଉଚିତ ହେବ? କାରଣ ଆମର କୁଟୁମ୍ବ ଲୋକମାନଙ୍କୁ ମାରି ଆମେ କୋଉ ସୁଖ ପାଇବା? ଆମ ନିଜର ଲୋକମାନଙ୍କୁ ମାରି ଆମେ କୋଉ ସୁଖ ପାଇବା? हे माधव एमिति कहउचंती। आहे माधव आपणार, हे बंधु धार्त राष्ट्रंकर, मोहर आत्मीय अटंती, रक्त संपर्क होइछंती, विनाशे सुख हेब नाही, एणु ता उचित नुहई। स्वजन जन बंध कले, अधर्म वृद्धि हेब भले। कौरव माने आम भाई, ताहाकु विनाशी भी नाही। कहउचंती हे माधव, जे आपणार बंधु धृत राष्ट्रंक मोहर आत्मीय अटंती, रक्त संपर्क अटंती, विनाश कले कौन सुख मिलिबो? सुख मिलिबो नाही। एई कामटी उचित नुहे। स्वजन मानकु कौन बध करि हेबो? अधर्म हेबो, अधर्मर वृद्धि हेबो। कौरव माने आम पाई आम निजर भाई, ताकु केमिति मु विनाश करिबि? एमिति कहउचंती अर्जुन। यद्ये प्रत्ये न पश्यन्ति लोभपहर चेतस, कुलक्षय कृत दस्य मित्र द्रहते तो पातकम। कहउचंती एमाने राज्य लोभ हेतु विवेक भ्रष्ट होइछंती, कुलक्षय जनित दश कथा को एवं मित्र मानक क्षतिकारक कर्म कले जेउ पातक हुए ताकु जानि पारु नाहांती। अर्जुन कहउचंती एमाने विवेक भ्रष्ट होई गलनी, विवेक भ्रष्ट होइचंती, कुलक्षय जनित दश को कथा को मित्र मानक क्षतिकारक कर्म कले केउ पातक दश हुए एमाने जानि पारु नाहांती। एमिति कहउचंती अर्जुन।
ଏ କୌରବେ ଲୋଭ ବସେ ବିବେକ ହରାଇଲା ସେ ବିନାଶ ନିମନ୍ତେ ବଂଶର ମିତ୍ରଙ୍କ ନାଶେ ଆଗ ଭର ପାପକୁ ନ ଡରନ୍ତି କେହି ପାପରେ ପଡ଼ିଥାନ୍ତି ସେହି ଲୋଭରେ ନର ଅନ୍ଧ ହୋଇ ଅନ୍ୟାୟ କରମ କରଇ ଭଗିଲେ ଭାଗ୍ୟ ସେ ମଣଇ ତାଠାରୁ ପାପୀ କେହି ନାହିଁ। କହୁଛନ୍ତି ଏ କୌରବ ମାନେ ଲୋଭ ବଶରେ ପଡ଼ି ବିବେକ ହରାଇ ବସୁଛନ୍ତି। ବିନାଶ ନିମନ୍ତେ ବଂଶର ମିତ୍ରକୁ ନାଶ କରିବା ପାଇଁ ଚାହୁଁଛନ୍ତି। ଲୋଭରେ ଅନ୍ଧ ହୋଇଯାଇଛନ୍ତି। ଅନ୍ୟାୟ କରମ କରିବାକୁ ଆଗେଇ ଆସୁଛନ୍ତି। କିନ୍ତୁ ଭଗିଲେ ଭାଗ୍ୟରେ ସେ ମଣଇ ତାଠାରୁ ପାପୀ କେହି ନାହିଁ। କିନ୍ତୁ ଭାଗ୍ୟରେ ଏମିତି ଭୋଗ ଯେ କରିବ ତାଠାରୁ କ'ଣ ପାପୀ ଆଉ କିଏ ହେବ କି? କଥନ ଜ୍ଞେୟ ମସ୍ମାବି ପାପାଦସ୍ମାନି ବର୍ତ୍ତିତୁମ୍ କୁଳକ୍ଷୟ କୃତଂ ଦଶ ପ୍ରପଶ୍ୟତି ଜନାର୍ଦ୍ଦନ। କହୁଛନ୍ତି ତଥାପି ଜନାର୍ଦ୍ଦନ ଆମେ ଜାଣୁ ଜାଣୁ କୁଳକ୍ଷୟ ଓ ମିତ୍ରଦ୍ରୋହ ପାପ କରିବା କିପରି? କୁଳ ନାଶରୁ ସୃଷ୍ଟି ହେଉଥିବା ଦୋଷକୁ ଜାଣିପାରୁନଥିବା ଆମ୍ଭେମାନେ ଏହି ପାପରୁ ଦୂରେଇ ଯିବା ବିଚାର ନ କରିବୁ କାହିଁକି? କହୁଛନ୍ତି ଯେ ହେ ଜନାର୍ଦ୍ଦନ ଆମେ ଜାଣୁ ଜାଣୁ କୁଳକ୍ଷୟ ମିତ୍ରଦ୍ରୋହ ପାପ କାହିଁକି କରିବା? କୁଳ ନାଶରୁ ସୃଷ୍ଟି ହେଉଥିବା ଦୋଷକୁ ଜାଣିପାରୁଥିବା ଆମ୍ଭେମାନେ ଏହି ପାପରୁ ଦୂରେଇ ଯିବା ଭଲ ହେବ। କାହିଁକି ଏ ପାପକୁ କରିବା? ଅର୍ଜୁନ ଏମିତି କହୁଛନ୍ତି। ବିଚାରି କୁହ ଜନାର୍ଦ୍ଦନ ଉଦୟ ହୁଏ ମୋର ଜ୍ଞାନ ସେ ଜ୍ଞାନ ବଳେ ମୁଁ କହୁଛି ତେଣୁ ହେ ପ୍ରଭୁ ପଚାରୁଛି ଜାଣି ଶୁଣିନ ଏହା ମୁହିଁ କରିଣ ପାପ ଅର୍ଜିମଇ ସେ ପାପୁ କ୍ଷାନ୍ତ କାହିଁ ପାଇ ନହେବି କୁହର ମାସାଇ କୁଳକ୍ଷୟ ମିତ୍ର ଦ୍ରୋହରେ ଘାଟି ହେବି କି ନର କୋଳେ। କହୁଛନ୍ତି ହେ ଜନାର୍ଦ୍ଦନ ଏବେ ମୋର ଜ୍ଞାନ ଉଦୟ ହୋଇଗଲାଣି। ସେଇ ଜ୍ଞାନ ବେଳେ ମୁଁ କହୁଛି ଯେ ତେଣୁ ହେ ପ୍ରଭୁ ମୁଁ ପଚାରୁଛି ଯେ କାହିଁକି ଏ ପାପ ମୁଁ ଅର୍ଜିବି? କାହିଁକି ଏ ପାପରେ କ୍ଷାନ୍ତ ମୁଁ ହେବି? କାହିଁକି କୁହ ହେ ରମାସାଇ କୁଳକ୍ଷୟ ମିତ୍ର ଦ୍ରୋହରେ ଘାଣ୍ଟି ହେବି ନରକରେ ପଡ଼ିବି। ମୁଁ କାହିଁକି ଏ ପାପ କରିବି? କୁଳକ୍ଷୟେ ପ୍ରଣଶ୍ୟନ୍ତି କୁଳଧର୍ମା ସନାତନାଃ ଧର୍ମେ ନଷ୍ଟେ କୁଳ କୃଷ୍ଣ ମାଧର୍ମା ବିଭବତ୍ୟୁତଃ। ଯେ କୁଳ ନାଶ ହେଲେ ସନାତନ କୁଳ ଧର୍ମ ନଷ୍ଟ ହୋଇଯାଏ। କୁଳ ଧର୍ମ ନଷ୍ଟ ହୋଇଗଲେ ବଂଶରେ ଅଧର୍ମ ବଢ଼େ। ସମୁଦାୟ କୁଳକୁ ପାପ ମଧ୍ୟରେ ବିଶେଷ ଭାବରେ ବ୍ୟାପିଯାଏ। ଏଇଠି କହୁଛନ୍ତି ଯେ କୁଳ ନାଶ ହେଲେ ସନାତନର କୁଳ ଧର୍ମ ନଷ୍ଟ ହୋଇଯିବ। ଆମ ସନାତନ ଜାତିର କୁଳ ଧର୍ମ ନଷ୍ଟ ହୋଇଯିବ ଓ କୁଳ ଧର୍ମ ନଷ୍ଟ ହୋଇଗଲେ ବଂଶରେ ଅଧର୍ମ ବଢ଼ିଯିବ ଓ ସମୁଦାୟ କୁଳକୁ ପାପ ମଧ୍ୟ ବିଶେଷ ଭାବରେ ବ୍ୟାପିଯିବ। ଏହି ପାପ ମଧ୍ୟ ଆମ ପରିବାରରେ ବ୍ୟାପିଯିବ, ଆମ ବଂଶରେ ବ୍ୟାପିଯିବ। ହେ ପ୍ରଭୁ କୁଳକ୍ଷୟ ହେଲେ କୁଳ ଧର୍ମ ଯେ ନାଶ ଭଲେ ସନାତନ ଧର୍ମ ବୁଡ଼ିବ ଏ ପାପ ପାପେ ଘାଣ୍ଟି ହେବ ଯେବେ ବଂଶ ବିନାଶ ହେବ କୁଳ ଧର୍ମ ନଷ୍ଟ ଯିବ ଯେବେ ଅଧର୍ମେ କୁଳ ରହି ସ୍ତ୍ରୀଏ ଜାତି ନଷ୍ଟ ହୋଇ ସ୍ତ୍ରୀଏ ନଷ୍ଟ ଯେବେ ହେବେ ଅଧର୍ମ ମାର୍ଗ ବଢ଼ାଇବେ। ଏଇଠି କହୁଛନ୍ତି ଅର୍ଜୁନ ହେ ପ୍ରଭୁ କୁଳକ୍ଷୟ ହେଲେ କୁଳ ଧର୍ମ ନାଶ ଭଲେ ହେଇଯାଏ ଓ ସନାତନ ଧର୍ମ ବୁଡ଼ିଯିବ। ଏ ପ୍ରାଣ ପାପେ ଘାଣ୍ଟି ହେବ ଓ ବଂଶ ବିନାଶ ହୋଇଯିବ, କୁଳ ଧର୍ମ ନଷ୍ଟ ହୋଇଯିବ ଓ ଯେବେ ଅଧର୍ମେ କୁଳ ରହି ସ୍ତ୍ରୀଏ ଜାତି ନଷ୍ଟ ହୋଇ ଓ ଯେବେ କୁଳର ଲୋକ ନଷ୍ଟ ହୋଇଯାଏ ଅଧର୍ମେ କୁଳର ସ୍ତ୍ରୀ
ସ୍ତ୍ରୀ ମାନେ ନଷ୍ଟ ହେବାରେ ଲାଗନ୍ତି ଓ ସ୍ତ୍ରୀ ମାନେ ଯେତେବେଳେ ନଷ୍ଟ ହୋଇଯିବେ ଅଧର୍ମ ମାର୍ଗ ବଢ଼ିଯିବ ଏମିତି କହୁଛନ୍ତି। तो आग को पुणी आम पढ़ा आज एतिकी। राधे श्याम, आप सबका मंगल हो।